ପିଲାମାନେ ଆଜି ଏ ଭିଡିଓରେ ତମ ତୃତୀୟ ଶ୍ରେଣୀ ସାହିତ୍ୟ ବହିରେ ଥିବା ତୁମ ପରି ଛୋଟ ପିଲାଟିଏ ଏହି ବିଷୟଟିର ପ୍ରଶ୍ନ ଉତ୍ତର ଗୁଡ଼ିକ ଏହି ଭିଡିଓରେ ଆଲୋଚନା କରିବା। ତ ପିଲାମାନେ ତୁମ ପରି ଛୋଟ ପିଲାଟିଏ ଏହି ପଦ୍ୟଟିକୁ ଆମେ ପୂର୍ବ କ୍ଲାସରେ ପଢ଼ିଥିଲେ, ଭଲ ଭାବରେ ବୁଝିଥିଲେ। ଯଦି ତମମାନେ ଦେଖିନାହଁ ତାହେଲେ ଏହି ଚ୍ୟାନେଲକୁ ଯାଇକି ତମମାନେ ଦେଖିପାରିବ। ତ ପିଲାମାନେ ତୁମ ପରି ଛୋଟ ପିଲାଟିଏ ଏହି ବିଷୟଟିର ପ୍ରଶ୍ନ ଉତ୍ତର ଗୁଡ଼ିକ ଆମେ ଗୋଟିଏ ଭିଡିଓ ମାଧ୍ୟମରେ ଆଲୋଚନା କରିବା। ତା ପୂର୍ବରୁ ତମମାନେ ଯଦି ଏହି ଚ୍ୟାନେଲରେ ନୂଆ ଅଛ ତାହେଲେ ଜଲ୍ଦି ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅ, ତା ସହିତ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅ। ତ ପିଲାମାନେ ଯେତେବେଳେ ବି ମୁଁ ଏହିଭଳି ଭିଡିଓ ଅପଲୋଡ କରିବି ସଙ୍ଗେ ସଙ୍ଗେ ତମମାନଙ୍କ ପାଖକୁ ନୋଟିଫିକେସନ ଚାଲିଯିବ, ତମମାନେ ଘରେ ବସି ଏହିଭଳି ଭିଡିଓ ଦେଖିପାରିବ। ତ ପିଲାମାନେ ଏବେ ଆମେ ଦେଖିବା 1 ନମ୍ବର ପ୍ରଶ୍ନ କ'ଣ ଦେଇଛି। 1 ନମ୍ବର ପ୍ରଶ୍ନ ପିଲାମାନେ ତମମାନଙ୍କ ପାଇଁ ତଳ ଚିତ୍ରଟି ଦେଖି ଚିତ୍ର ସମ୍ପର୍କିତ ପଦଟିକୁ ମନେ ପକାଇ ଗାଇବା। ତ ପିଲାମାନେ ଏଇଠି ଗୁରୁଜୀ ବସିଛନ୍ତି, ତାଙ୍କ ପାଖରେ ପିଲାମାନେ ବସିଛନ୍ତି। ତ ପିଲାମାନେ ତାହେଲେ ଏହି ଯେଉଁ ଚିତ୍ରଟିକୁ ଦେଖି ଏହି ଚିତ୍ର ସହିତ ସମ୍ପର୍କିତ ପଦଟିକୁ ମନେ ପକାଇ ଗାଇବା। ତାହେଲେ କ'ଣ ଲେଖିବା? ଲେଖିବା ଏହା ଦେଖି ଲୋକେ ହେଲେ କାବା, ଡକାଇଲେ ଗୁରୁ ଚାଟ ସଭା, କହିଲେ ଏଭଳି ଭଲ କାମ କଲେ ଦୁନିଆରେ ଦିନେ ବଡ଼ ହେବା। ତ ପିଲାମାନେ ଏଇ ଯେଉଁ କ'ଣ ଚିତ୍ରଟିକୁ ଦେଖିବ, ଦେଖିକି ଗାଇବ କ'ଣ? ଏହା ଦେଖି ଲୋକେ ହେଲେ କାବା, ଗୁରୁଜୀ ଡକାଇଲେ ଚାଟ ସଭା, ଡକାଇଲେ ଗୁରୁ ଚାଟ ସଭା, କହିଲେ ଏଭଳି ଭଲ କାମ କଲେ ଦୁନିଆରେ ଦିନେ ବଡ଼ ହେବା। ତ ପିଲାମାନେ ଏଇଠି ତମମାନେ ଲେଖିଦବ। ତାପରେ 2 ନମ୍ବର ପ୍ରଶ୍ନ ଦେଖିବା। କୋଠରୀ ଭିତରୁ ଶବ୍ଦ ଆଣି ଖାଲି ସ୍ଥାନ ପୂରଣ କରିବା। ତ ପିଲାମାନେ ତମମାନେ କ'ଣ କରିବ ନା ଏଇ ଯେଉଁ କୋଠରୀ ଦେଇଛି ହେଲା, ଏଇଠି କୋଠରୀ ଦେଇଛି, କୋଠରୀ ଭିତରେ କେତେ ଗୁଡ଼ିଏ ଶବ୍ଦ ଦେଇଛି, ଏଇଠି ତମମାନଙ୍କର କେତେ ଗୁଡ଼ିଏ ଖାଲି ସ୍ଥାନ ଦେଇଛି, ତମମାନେ ପୂରଣ କରିବ ବା ପେନସିଲ ସାହାଯ୍ୟରେ ନିଜ ନିଜ ବହିରେ ଲେଖିବା ପାଇଁ ଚେଷ୍ଟା କରିବ। ଛାଡ଼ି ଯାଇଥିଲା ଦିନେ ଝଡ଼ି। ତ ପିଲାମାନେ ଛାଡ଼ି ଯାଇଥିଲା ଦିନେ ଡ୍ୟାସ୍ ଦେଇଛି, ଏଇ କୋଠରୀ ଭିତରେ ଅଛି କ'ଣ? ଖସି ଗଲା ଗୋଡ଼, ଗଲା ପଡ଼ି ଝଡ଼ି ବାହାରିଲା। ତାହେଲେ ଛାଡ଼ି ଯାଇଥିଲା ଦିନେ ଝଡ଼ି, ଏଇ ଡ୍ୟାସ୍ରେ ଲେଖିବ ଝଡ଼ି ହେଲା। ତାପରେ ଡ୍ୟାସ୍ ସିଏ ପାଠ ପଢ଼ି, ଏଇଠି ଅଛି ବାହାରିଲା ହେଲା, ଏଇଠି ଲେଖିଦେବ କ'ଣ ଖାଲି ସ୍ଥାନରେ? ବାହାରିଲା ସିଏ ପାଠ ପଢ଼ି। ତାପରେ ଦେଇଛି ବାଟେ ଯାଉ ଯାଉ ଡ୍ୟାସ୍। ତାହେଲେ ପିଲାମାନେ ଆମମାନେ ସେ ପଦ୍ୟଟିରେ ପଢ଼ିଥିଲେ ବାଟେ ଯାଉ ଯାଉ ଖସିଗଲା ଗୋଡ଼, ଏଠି ବି ସେଇ ଖସିଗଲା ଗୋଡ଼ ଲେଖାଯାଇଛି। ତାହେଲେ ଏଠି ଖାଲି ସ୍ଥାନରେ ଲେଖିଦେବ କ'ଣ? ଖସିଗଲା ଗୋଡ଼, ବାଟେ ଯାଉ ଯାଉ ଖସିଗଲା ଗୋଡ଼। ତାପରେ ମୁହଁ ମାଡ଼ି ତଳେ ଡ୍ୟାସ୍, ତାହେଲେ ମୁହଁ ମାଡ଼ି ତଳେ କ'ଣ ଲେଖିବ? ଏଇଠି ଦେଖ ଭଲ ଭାବରେ ଗଲା ପଡ଼ି ହେଲା, ଏଇ ଖାଲି ସ୍ଥାନରେ ଲେଖିବ ମୁହଁ ମାଡ଼ି ତଳେ ଗଲା ପଡ଼ି ହେଲା। ତାହେଲେ ପିଲାମାନେ ପେନସିଲ ସାହାଯ୍ୟରେ ନିଜ ନିଜ ବହିରେ ଏହିଭଳି ଭାବରେ ତମମାନେ ଲେଖିଦେବ। ତାପରେ ପିଲାମାନେ 3 ନମ୍ବର ପ୍ରଶ୍ନ କ'ଣ ଦେଇଛି ଦେଖିବା। ସର ସର ତରବର ଏପରି ଆଉ କେତୋଟି ଶବ୍ଦ ଲେଖ। ତ ପିଲାମାନେ ସର ସର ତରବର ଏପରି ଆଉ କେତୋଟି ଶବ୍ଦ ଆମେ ଲେଖିବା କ'ଣ? ମଡ଼ ମଡ଼, ଗର ଗର, ଫର ଫର ହେଲା, ତାପରେ ମହ ମହ, ତାପରେ ଫଡ଼ ଫଡ଼, ତାପରେ କ'ଣ ଖର ଖରତର। ତ ପିଲାମାନେ ଏହିଭଳି ତମମାନେ କ'ଣ ଖାଲି ସ୍ଥାନରେ ଲେଖିପାରିବ ଏଇଭଳି ହେଲା, ସର ସର ତରବର ଭଳି, ମଡ଼ ମଡ଼, ଗର ଗର, ଫର ଫର, ମହ ମହ, ଫଡ଼ ଫଡ଼, ଖରତର। ତ ପିଲାମାନେ ଏହିଭଳି ତମମାନେ ମନରୁ ଭାବିକି ଏହିଭଳି କେତେ ଗୁଡ଼ିଏ ଶବ୍ଦ ମଧ୍ୟ ଖାଲି ସ୍ଥାନରେ ଲେଖିପାରିବ। ଲେଖିଦେବ ଏଇଭଳି ଖାଲି ସ୍ଥାନରେ ତମମାନଙ୍କ ବହିରେ, ନିଜ ନିଜ ବହିରେ ପେନସିଲ ସାହାଯ୍ୟରେ ଲେଖିଦେବ। 4 ନମ୍ବର ପ୍ରଶ୍ନ ଦେଇଛି ଆସୁ ଆସୁ ଯାଉ ଯାଉ ପରି ଆଉ କେତୋଟି ଶବ୍ଦ ଲେଖ। ତ ପିଲାମାନେ ଆସୁ ଆସୁ ଯାଉ ଯାଉ ପରି ଆଉ କେତୋଟି ଶବ୍ଦ ତମମାନେ ଲେଖିବ କ'ଣ? ସେଇଭଳି ଲେଖିବ ଖାଉ ଖାଉ, ପିଉ ପିଉ, ଶୋଉ ଶୋଉ, ବସୁ ବସୁ, ଖେଳୁ ଖେଳୁ, ଗଡ଼ୁ ଗଡ଼ୁ। ତ ପିଲାମାନେ ଏଇଭଳି ତମମାନେ ଲେଖିଦେବ ହେଲା। ଆସୁ ଆସୁ ଭଳି ଆଉ କେତୋଟି ତମମାନେ ମନରୁ ଭାବିକି ଏଇଠି ଖାଲି ସ୍ଥାନରେ ଲେଖିଦେବ। ତାପରେ 5 ନମ୍ବର ପ୍ରଶ୍ନ ପିଲାମାନେ କ'ଣ ଦେଇଛି ଦେଖିବା। 5 ନମ୍ବର ପ୍ରଶ୍ନ ପିଲାମାନେ ଆସ ତଳ ପ୍ରଶ୍ନ ଗୁଡ଼ିକର ଉତ୍ତର ବାକ୍ସରୁ ଖୋଜି ବାହାର କରିବା ଓ ସେଗୁଡ଼ିକୁ ପୂରା ବାକ୍ୟରେ ଲେଖିବା। ସେ କହିଛି କ'ଣ ନା ଆସ ତଳ ପ୍ରଶ୍ନ ଗୁଡ଼ିକର ଉତ୍ତର ବାକ୍ସରୁ ଖୋଜି ବାହାର କରିବା। ତଳେ ପିଲାମାନେ କେତେ ଗୁଡ଼ିଏ ପ୍ରଶ୍ନ ଦେଇଛି, ଏ ବାକ୍ସରୁ ତାର ଉତ୍ତର ଗୁଡ଼ିକ କ'ଣ ଖୋଜି ବାହାର କରିବା ଆଉ ସେଗୁଡ଼ିକ ପୂରା ବାକ୍ୟରେ
ଲେଖିବା ହେଲା। ତ ପିଲାମାନେ ଏଇ ଯୋଉ ବାକ୍ସ ତମମାନେ ଦେଖିପାରୁଛ ସେଇଠି କେତେ ଗୁଡ଼ିଏ କଣ ଏଠି କେତେ ଗୁଡ଼ିଏ ଉତ୍ତର ଦେଇଛି ହେଲା। ତଳେ ପ୍ରଶ୍ନ ଗୁଡ଼ିକର ଉତ୍ତର ଦେଇଛି, ତମମାନେ ତାକୁ ପୁରା ବାକ୍ୟରେ ଲେଖିବ। ଏଠି ଦେଇଛି ଦେଖିଦେବା କଣ, ମଧୁସୂଦନ ଦାସ ହେଲା ସ୍ୱତନ୍ତ୍ର ଓଡ଼ିଶା ଗଠନ, ଗାଁ ବାଟ ସମତୁଲ କଲା, ମଧୁବାବୁ ଚାହାଳି ଗୋଡ଼ ଖସି ଯିବାରୁ, ଭଲ କାମ କଲେ ପାଠ ପଢୁଥିବା ପିଲା। ତ ପିଲାମାନେ ଏଇଠି କେତେ ଗୁଡ଼ିଏ କଣ ଦେଇଛି ନା ବାକ୍ସ ଭିତରେ କେତେ ଗୁଡ଼ିଏ ଉତ୍ତର ଦେଇଛି, ତଳେ କେତେ ଗୁଡ଼ିଏ ପ୍ରଶ୍ନ ମଧ୍ୟ ଦେଇଛି। ଆମେ ତାକୁ ଲଗାଇକି କଣ ପୁରା ବାକ୍ୟରେ ଲେଖିବା। ଦେଖିବା ପିଲାମାନେ କଣ ଦେଇଛି, ଚାଟ କାହାକୁ କହନ୍ତି। ତ ପିଲାମାନେ ଚାଟ କାହାକୁ କହନ୍ତି ଆମମାନେ ପଦ୍ୟରେ ପଢିଥିଲେ। ପାଠ ପଢୁଥିବା ପିଲାଙ୍କୁ ଚାଟ କହନ୍ତି ହେଲା। ଚାଟଶାଳୀ ତମମାନେ ଶୁଣିଥିବ ହେଲା। ତାହେଲେ ଏଠି କଣ ଲେଖିଥିବ, ଏଠି ଲେଖାଯାଇଛି ପାଠ ପଢୁଥିବା ପିଲା। ତାହେଲେ ଚାଟ କାହାକୁ କହନ୍ତି ପ୍ରଶ୍ନ ଦେଇଛି, ତମମାନେ ଉତ୍ତର ଲେଖିଦବ ଭଲ ଭାବରେ। ପାଠ ପଢୁଥିବା ପିଲାଙ୍କୁ ଚାଟ କହନ୍ତି ହେଲା। ପାଠ ପଢୁଥିବା ପିଲାଙ୍କୁ ଚାଟ କହନ୍ତି। ତାପରେ ଖ ନମ୍ବର ପ୍ରଶ୍ନ, ପିଲାଟି ବାଟରେ କାହିଁକି ପଡିଗଲା। ତ ପିଲାମାନେ ଏଇଠି ଦେଇଛି ଭଲ ଭାବରେ ଲକ୍ଷ୍ୟ କର, ଗୋଡ଼ ଖସି ଯିବାରୁ ହେଲା, ଗୋଡ଼ ଖସି ଯିବାରୁ ପିଲାଟି ପଡିଗଲା। ଆମମାନେ କଣ ପଦ୍ୟରେ ଭଲ ଭାବରେ ପଢିଥିଲେ, ତମମାନେ ମଧ୍ୟ ଭଲ ଭାବରେ ମନେ ପକାଅ ହେଲା। ଏଇଠି ଲେଖିବ କଣ, କାଦୁଅ ରାସ୍ତାରେ ତରବର ହୋଇ ଗଲାବେଳେ ଗୋଡ଼ ଖସି ଯିବାରୁ ପିଲାଟି ବାଟରେ ପଡିଗଲା ହେଲା। କଣ ଲେଖିବ ନା, କାଦୁଅ ରାସ୍ତାରେ ତରବର ହୋଇ ଗଲାବେଳେ ଗୋଡ଼ ଖସି ଯିବାରୁ ପିଲାଟି ବାଟରେ ପଡିଗଲା। ତାପରେ ଗ ନମ୍ବର ପ୍ରଶ୍ନ, ଦଶହରା ଛୁଟିରେ ପିଲାଟି କି କାମ କଲା। ତାହେଲେ ପିଲାମାନେ ଦଶହରା ଛୁଟିରେ ପିଲାଟି କି କାମ କଲା ହେଲା। ତାହେଲେ ତମମାନେ କଣ ଲେଖିବ, ଦଶହରା ଛୁଟିରେ ପିଲାଟି କି କାମ କଲା। ଏଠି ଲେଖାଯାଇଛି କଣ, ଗାଁ ବାଟ ସମତୁଲ କଲା। ତାହେଲେ ତମମାନେ ଏଠି ଲେଖିଦବ କଣ ନା, ଦଶହରା ଛୁଟିରେ ପିଲାଟି ସାଥୀ ପିଲାଙ୍କୁ ଧରି ଗାଁ ବାଟ ସମତୁଲ କଲା ହେଲା। ଏଠି ଲେଖିଦବ ପେନସିଲରେ। ତାପରେ ଦେଇଛି ଘ ନମ୍ବର ପ୍ରଶ୍ନ, ଆଗ କାଳରେ ବିଦ୍ୟାଳୟକୁ କଣ କୁହାଯାଉଥିଲା। ତ ପିଲାମାନେ ଆଗ କାଳରେ ବିଦ୍ୟାଳୟକୁ କଣ କୁହାଯାଉଥିଲା, ଚାହାଳି କୁହାଯାଉଥିଲା ହେଲା। ଏଇଠି ଚାହାଳି ଲେଖାଯାଇଛି, ତମାନେ ଏଇଠି ଲେଖିଦବ ଆଗ କାଳରେ ବିଦ୍ୟାଳୟକୁ ଚାହାଳି କୁହାଯାଉଥିଲା। ଏଇଠି ପ୍ରଶ୍ନ ଅଛି, ଆଗ କାଳରେ ବିଦ୍ୟାଳୟକୁ କଣ କୁହାଯାଉଥିଲା। ତମାନେ ଏଠି ଲେଖିଦବ ଆଗ କାଳରେ ବିଦ୍ୟାଳୟକୁ ଚାହାଳି କୁହାଯାଉଥିଲା। ତାପରେ ପିଲାମାନେ ଦେଖିବା 9 ନମ୍ବର ପ୍ରଶ୍ନ କଣ ଅଛି, କବିତାରେ କେଉଁ ପିଲାଟି ବିଷୟରେ କୁହାଯାଇଛି। ତ ପିଲାମାନେ କବିତାରେ କେଉଁ ପିଲାଟି ବିଷୟରେ କୁହାଯାଇଛି, ଏ ବାକ୍ସ ଭିତରେ ତମମାନେ ଭଲ ଭାବରେ ଦେଖ। ମଧୁବାବୁଙ୍କ ବିଷୟରେ କୁହାଯାଇଛି ହେଲା। ଏଠି ମଧୁବାବୁ ଅଛି, ତମମାନେ ଏଇଠି ଲେଖିଦବ କଣ ନା, କବିତାରେ ମଧୁବାବୁଙ୍କ ବିଷୟରେ କୁହାଯାଇଛି ହେଲା। କବିତାରେ ମଧୁବାବୁଙ୍କ ବିଷୟରେ କୁହାଯାଇଛି। ତାପରେ 4 ନମ୍ବର ପ୍ରଶ୍ନ, କଣ କଲେ କାଳ କାଳକୁ ଯଶ ରହେ। ତ ପିଲାମାନେ କଣ କଲେ କାଳ କାଳକୁ ଯଶ ରହେ, ଏଇଠି ଦେଖିବା କଣ କଲେ ପିଲାମାନେ ଭଲ କାମ କଲେ। ଏଇଠି ଅଛି ବାସ୍କେଟ ଭିତରେ ଭଲ କାମ କଲେ। ତାହେଲେ ଏଇଠି ତମମାନେ ଲେଖିଦବ ଭଲ କାମ କଲେ କାଳ କାଳକୁ ଯଶ ରହେ। ପେନସିଲ ସାହାଯ୍ୟରେ ଲେଖିଦବ ଭଲ କାମ କଲେ କାଳ କାଳକୁ ଯଶ ରହେ। ତାପରେ 6 ନମ୍ବର ପ୍ରଶ୍ନ, ମଧୁବାବୁଙ୍କର ଦେଶ ପାଇଁ ମୁଖ୍ୟ କାମ କଣ ଥିଲା। ତ ପିଲାମାନେ ମଧୁବାବୁଙ୍କର ଦେଶ ପାଇଁ ମୁଖ୍ୟ କାମ କଣ ଥିଲା, ଏଇଠି ଲକ୍ଷ୍ୟ କର ଭଲ ଭାବରେ। ତାପରେ ସ୍ୱତନ୍ତ୍ର ଓଡ଼ିଶା ଗଠନ ହେଲା। ସ୍ୱତନ୍ତ୍ର ଓଡ଼ିଶା ଗଠନ କରିବା ଥିଲା ମଧୁବାବୁଙ୍କର କଣ ମୁଖ୍ୟ କାର୍ଯ୍ୟ। ତାହେଲେ ଏଇଠି ଲେଖିଦବ ସ୍ୱତନ୍ତ୍ର ଓଡ଼ିଶା ଗଠନ ଦେଶ ପାଇଁ ମଧୁବାବୁଙ୍କର ମୁଖ୍ୟ କାମ ଥିଲା ହେଲା। ସ୍ୱତନ୍ତ୍ର ଓଡ଼ିଶା ଗଠନ ଦେଶ ପାଇଁ ମଧୁବାବୁଙ୍କର ମୁଖ୍ୟ କାମ ଥିଲା। ତାପରେ 6 ନମ୍ବର ପ୍ରଶ୍ନ, ମଧୁବାବୁଙ୍କର ପୁରା ନାମ କଣ। ତାହେଲେ ମଧୁବାବୁଙ୍କର ପୁରା ନାମ କଣ, ମଧୁବାବୁଙ୍କ ପୁରା ନାମ ମଧୁସୂଦନ ଦାସ। ତ ପିଲାମାନେ ଏଇଠି ଦେଖ ଭଲ ଭାବରେ, ମଧୁସୂଦନ ଦାସ ଅଛି, ଏଇଠି ମଧୁସୂଦନ ଦାସ ଅଛି। ତାହେଲେ ତମମାନେ ଏଇଠି ଲେଖିଦବ କଣ, ମଧୁବାବୁଙ୍କର ପୁରା ନାମ ମଧୁସୂଦନ ଦାସ। 6 ନମ୍ବର ପ୍ରଶ୍ନ, ମଧୁବାବୁଙ୍କୁ କେଉଁ ଉପାଧି ମିଳିଥିଲା। ତ ପିଲାମାନେ ଠିକ ଉତ୍ତରଟି ତଳ କୋଠରୀରୁ ଖୋଜି ବାହାର କରିବା ଆସ। ତାହେଲେ ଏଇଠି କେତେ ଗୁଡ଼ିଏ ଉପାଧି ଦେଇଛି ତଳେ, ଉତ୍କଳ ରତ୍ନ, ଉତ୍କଳ ଗୌରବ, ଉତ୍କଳ ବୀର, ଉତ୍କଳ କେଶରୀ। ତାହେଲେ ଏଇଠି ମଧୁବାବୁକୁ ଉତ୍କଳ ଗୌରବ ଉପାଧି ମିଳିଥିଲା। ତ ପିଲାମାନେ ଏଇଠି ଅଛି, ତମାନେ ଦେଖିପାରୁଥିବ ଉତ୍କଳ ଗୌରବ କଣ ମଧୁସୂଦନ
कौन पिला माने आम माने पढ़ंती मधुसूदन दास ହେଲା। ताहले मधुबाबू उत्कल गौरव उपाधि मिलिथिला। एठी केते गुडी उपाधि दिया जायछि ହେଲା त माने बाछिके एठी लिखि परिबो। 7 नंबर प्रश्न पिला माने कोन देछि देखिबा। दशहरा छुट्टी रे साथी पिलांक सह मिसी तुम ग्राम रे तुमे की काम करिबो बा करिछ लिख। ताहले पिला माने दशहरा छुट्टी तो जो दुर्गा पूजा छुट्टी हुए तो माने तम सांग पिलांक सहित मिसी तम ग्राम रे की काम कर तो माने ए कोठरी रे लिखिबो बा खाली स्थान देछि तो माने लिखिबो। कोन लिखिबो। गत दशहरा छुट्टी रे मु आम गाँ को जाइथिली। गाँ रे देखिली जे लोक माने सेमानंक घरर अଳିଆ आवर्जना गाँ दांडरे एणे तेणे फोपाड़ुछंती। गाँ दांड को अपरिष्कार रखिछंती। मु मोर साथी पिलांकु डाकिली। आमे मिलीमिशी गाँ दांड सफा कलु। गाँ दांडर गोटे कड़रे थिबा खोला जागारे बड़ गातटिए खोली ता चारिपटे बंद कलु। ସେହି ଅଳିଆ ଗୁଡ଼ିକୁ ଆଣି ସେଥିରେ ପକାଇଲୁ। ଲୋକମାନଙ୍କୁ ସେମାନଙ୍କର ଘରର ଅଳିଆ ସେହି ଖାତରେ ତ ସେଇ ଗାତରେ ପକାଇବାକୁ ପିଲାମାନେ ଏଠି ଭୁଲ ଲେଖାଯାଇଛି ଖାତରେ ତ ମାନେ ଲେଖିବ କ'ଣ ନା ଗାତରେ। ଗାତରେ ପକାଇବାକୁ କହିଲୁ। ଲୋକମାନେ ଆମ ସାନମାନଙ୍କର କଥା ମାନି ସେମାନଙ୍କ ଘରର ଅଳିଆ ସେହି ଗାତରେ ପକାଇଲେ ଓ ଆମ କାମର ବହୁତ ପ୍ରଶଂସା କଲେ। ତ ପିଲାମାନେ ତମମାନେ ଏହିପରି ଲେଖିଦେବ କିମ୍ବା ମନରୁ ଭାବିକି ତମମାନେ ଆଉ କିଛି ମଧ୍ୟ ଲେଖିପାରିବ ହେଲା। ତାହେଲେ ଦଶହରା ବା ଦୁର୍ଗା ପୂଜା ସମୟରେ ଯେଉଁ ଛୁଟି ହୁଏ ତମମାନେ କ'ଣ କର ନା ସାଥୀ ପିଲାଙ୍କ ସହ ମିଶି ତୁମ ଗ୍ରାମରେ ତୁମେ କି କାମ କରିବ ବା କରିଛ ତମମାନେ ଭଲ ଭାବରେ ଲେଖିପାରିବ ହେଲା। ତାପରେ ପ୍ରଶ୍ନ ପିଲାମାନେ ମଧୁବାବୁଙ୍କ ପରି ଦେଶ ପାଇଁ କାମ କରିଥିବା ଆଉ କେତେ ଜଣଙ୍କ ନାମ ଲେଖ। ତ ପିଲାମାନେ ମଧୁବାବୁ ଯେପରି ଦେଶ ପାଇଁ ଭଲ କାମ କରୁଥିଲେ ସେହିଭଳି ଆମେ କେତେ ଜଣଙ୍କ କ'ଣ ଦେଶପ୍ରେମୀ ବା ଦେଶ ପାଇଁ ଭଲ କାମ କରିଥିବା ଲୋକମାନଙ୍କର ନାଁ ଲେଖିବା। ସେହିଭଳି ଲେଖିବା କ'ଣ ଗୋପବନ୍ଧୁ ଦାସ, ନବକୃଷ୍ଣ ଚୌଧୁରୀ, ସୁରେନ୍ଦ୍ର ସାଏ, ଲକ୍ଷ୍ମଣ ନାୟକ, ହରେକୃଷ୍ଣ ମହାତା, ବିଜୟାନନ୍ଦ ପଟ୍ଟନାୟକ, ରମାଦେବୀ, କୁନ୍ତଳା କୁମାରୀ ସାବତ, ଫକୀର ମୋହନ ସେନାପତି, ମହାତ୍ମା ଗାନ୍ଧୀ, ଭଗତ ସିଂହ, ଶ୍ରୀ ଅରବିନ୍ଦ ଘୋଷ, ଜବାହରଲାଲ ନେହେରୁ, ସୁଭାଷ ଚନ୍ଦ୍ର ବୋଷ, ବାଲ ଗଙ୍ଗାଧର ତିଲକ। ତ ପିଲାମାନେ ଏମାନେ କ'ଣ କରନ୍ତି ନା ଆମ ଦେଶ ପାଇଁ ସେମାନେ ବହୁତ କିଛି କରିଛନ୍ତି ହେଲା। ଦେଶ ପାଇଁ ସେମାନେ ବହୁତ ଭଲ କାମ କରିଛନ୍ତି। ତାହେଲେ ଏଇଭଳି ତମମାନେ କ'ଣ କରିବ ନା ମଧୁବାବୁଙ୍କ ଭଳି ଦେଶ ପାଇଁ ଭଲ କାମ କରିଥିବା କେତେ ଜଣ କ'ଣ ଦେଶପ୍ରେମୀ ମାନଙ୍କର ନାଁ ତମମାନେ ଏଇ ଖାଲି ସ୍ଥାନରେ ପେନସିଲ ସାହାଯ୍ୟରେ ଲେଖିପାରିବ। 9 ନମ୍ବର ପ୍ରଶ୍ନ ପିଲାମାନେ ତୁମ ଗାଁରେ ବା ଆଖପାଖରେ ଦେଶ ପାଇଁ କାମ କରୁଥିବା କେହି ଲୋକ ଅଛନ୍ତି କି? ସେମାନଙ୍କ ବିଷୟରେ 5 ଧାଡ଼ି ଲେଖ। ତ ପିଲାମାନେ ପ୍ରଶ୍ନ କହୁଛି ତୁମ ଗାଁରେ ବା ଆଖପାଖରେ ଦେଶ ପାଇଁ କାମ କରୁଥିବା କେହି ଲୋକ ଅଛନ୍ତି କି? ସେମାନଙ୍କ ବିଷୟରେ 5 ଧାଡ଼ି ତମମାନେ ମନେ ପକାଇକି ଲେଖିପାରିବ। ତାହେଲେ କ'ଣ ଲେଖିବ? ଆମ ଗାଁ ପାଖରେ ଆଉ ଏକ ଗାଁ ହେଉଛି ହଳଦୀ କୁମା। ତ ପିଲାମାନେ ତମମାନେ ଆଉ ଗୋଟେ ଗାଁ ନାଁ ମଧ୍ୟ ଲେଖିପାରିବ ଏଇ ଜାଗାରେ। ସେହି ଗାଁରେ ବହୁତ ହରିଜନ ଓ ଆଦିବାସୀ ଲୋକ ବାସ କରନ୍ତି। ତ ପିଲାମାନେ ସେ ଗାଁରେ କ'ଣ ହେଇଛି ନା ବହୁତ ହରିଜନ ଲୋକ ଆଉ ଆଦିବାସୀ ଲୋକ ବାସ କରନ୍ତି। ସେ ଗାଁର ପୁରୁଷମାନେ କୌଣସି କାମ ନ କରି ମଦ ପିଇ ମଦ ନିଶାରେ ଏଣେ ତେଣେ ବୁଲନ୍ତି। ତ ପିଲାମାନେ ଯେହେତୁ ସେମାନେ ହରିଜନ ଆଦିବାସୀ ଲୋକ ସେମାନେ କ'ଣ କରନ୍ତି ନା ସେମାନେ ସେଇ ଯେଉଁ ପୁରୁଷମାନେ ମଦ ପିଇ ନିଶାରେ ଏଣେ ତେଣେ ବୁଲନ୍ତି। ସ୍ତ୍ରୀ ଲୋକମାନେ କାମ କରି ଯେଉଁ ପଇସା ରୋଜଗାର କରନ୍ତି ପୁରୁଷ ଲୋକମାନେ ମଦ ପିଇବା ପାଇଁ ସେମାନଙ୍କ ଠାରୁ ଜବରଦସ୍ତ ନେଇଯାଆନ୍ତି। ତ ପିଲାମାନେ ସେଇ ପୁରୁଷମାନେ ଯେହେତୁ ମଦ ପିଇଥାନ୍ତି ସେମାନେ ମହିଳାମାନେ ବା ସେଇ ଯେଉଁ ସ୍ତ୍ରୀ ଲୋକମାନେ କାମ କରି ଯେଉଁ ପଇସା ରୋଜଗାର କରନ୍ତି ହେଲା ତାହେଲେ ପୁରୁଷ ଲୋକମାନେ ସେ ପଇସାକୁ ତାଙ୍କ ଠାରୁ ଜବରଦସ୍ତ ନେଇଯାଆନ୍ତି। ନେଇକି କ'ଣ କରନ୍ତି ନା ମଦ ପିଇ ଦିଅନ୍ତି। ପଇସା ନଦେଲେ ସ୍ତ୍ରୀ ଲୋକମାନଙ୍କୁ ମାରଧର କରନ୍ତି। ତ ପିଲାମାନେ ସେମାନେ ଯଦି ପଇସା ନଦେବେ ସେମାନଙ୍କୁ କ'ଣ ମଦ ପିଇବା ପାଇଁ କ'ଣ ଯେହେତୁ ସେମାନେ ମଦ ପିଇଥାନ୍ତି ସେମାନେ ସ୍ତ୍ରୀ ଲୋକମାନଙ୍କୁ କ'ଣ ମାରଧର ମଧ୍ୟ କରନ୍ତି। ସେଇ ଗାଁର ଜଣେ ସାହସୀ ମହିଳା ଚମ୍ପା ଅନ୍ୟ ସ୍ତ୍ରୀ ଲୋକମାନଙ୍କୁ ନେଇ ମଦ ଭାଟି ଆଗରେ ସତ୍ୟାଗ୍ରହ କରି ମଦ ବିକିବା ବନ୍ଦ କରାଇଥିଲେ। ଚମ୍ପାର ଏହି ସାହସିକ କାମ ଯୋଗୁଁ ପୁରୁଷମାନେ ମଦ ପିଇବା ଛାଡ଼ି
କାମଧନ୍ଦା କରି ନିଜ ପେଟ ପୋଷି ସୁଖରେ ରହିଲେ। ତାହେଲେ ପିଲାମାନେ ତମମାନେ ଏହିଭଳି ତମ ଗାଁରେ ଘଟୁଥିବା ହେଲା ବା ତୁମ ଗାଁର ଆଖପାଖରେ ଦେଶ ପାଇଁ କାମ କରୁଥିବା କେହି ଲୋକ ଯଦି ଥିବେ ତାହେଲେ ତମମାନେ ଏହିଭଳି ଭାବି ତାଙ୍କ ବିଷୟରେ 5 ଧାଡ଼ି ଲେଖିପାରିବ। ତାହେଲେ ପେନସିଲ ସାହାଯ୍ୟରେ ନିଜ ନିଜ ବହିରେ ଏହିଭଳି ଭାବରେ ଲେଖିଦେବ ହେଲା। ତ ପିଲାମାନେ ତୁମ ପରି ଛୋଟ ପିଲାଟିଏ ଏହି ବିଷୟଟିର ପ୍ରଶ୍ନ ଉତ୍ତର ଗୁଡ଼ିକ ସରିଯାଇଛି। ତ ପିଲାମାନେ ତମମାନଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।